ଜୀବନରେ ଏମିତି ଲୋକଟିଏ ଦରକାର ଯାହାକୁ ମନର କଥା କହିବା ପାଇଁ କୌଣସି ଶବ୍ଦର ଆବଶ୍ୟକତା ପଡ଼ିବ ନାହିଁ। ନମସ୍କାର ସାଙ୍ଗମାନେ, ଆଜି ସକାଳୁ ଉଠିକି ଆଜି ଥିଲା ସଣ୍ଡେ, ତ ସଣ୍ଡେ ମାନେ ମୁଁ ରୁମ୍ରେ ଅଛି। ସକାଳୁ ଉଠିକି ମୁଁ ମୋର ସବୁ କାମ ସାରିକି ଏଇଠି ବ୍ରେକଫାଷ୍ଟ ପାଇଁ ବନେଇ ଦେଇଥିଲି ଏଗ୍ ଅମଲେଟ୍। ଖାଇସାରିଲା ପରେ ମୁଁ ରୁମ୍ର ମୋର ବହୁତ ସାରା କାମ କରିସାରିକି ଗାଧେଇ ପଡ଼ିଥିଲି। ଗାଧେଇ ସାରିଲା ପରେ ମୁଁ ଏଇଠି ନର୍ମାଲ୍ ସ୍କିନ୍ କେୟାର୍ କରିଥିଲି। ମୁଁ ଡର୍ମାକୋର ସବୁ ଫେସ୍ ୱାଶ୍ ଆଉ ସେରମ୍ ଆଉ ସନସ୍କ୍ରିନ୍ ସବୁ ହିଁ ମୁଁ ଡର୍ମାର ୟୁଜ୍ କରେ। ଦେନ୍ ମୁଁ ଟିକେ ଜଷ୍ଟ ହାଲକା ହାଲକା ମେକଅପ୍ ନେଇସାରିକି ଲଞ୍ଚ ପାଇଁ ପ୍ରିପେୟାର କରିଦେଇଥିଲି ମାଛ ଭଜା। ଆଜି ଲଞ୍ଚରେ ମୋର ବେଶୀ କିଛି ନଥିଲା, ଯେହେତୁ ଗରମ ହେଉଛି ସେଥିପାଇଁ ମୁଁ ଦହି ପଖାଳ ବନେଇ ଦେଇଥିଲି ଆଉ ତା ସହିତ ମାଛ ଭଜା। ଖାଇସାରିଲା ପରେ ଟିକେ ଶୋଇପଡ଼ିକି ମୁଁ 4ଟା ବେଳକୁ ବାହାରି ଯାଇଥିଲି ତାରିଣୀ ବସ୍ତ୍ରାଳୟ, କାହିଁକିନା ମୋତେ କିଛି ଶାଢ଼ୀ ଆଣିବାର ଥିଲା ଆଉ ମାର୍କେଟରେ ବି କିଛି କାମ ଥିଲା। ଏଇଠି ମୁଁ ଶାଢ଼ୀ ଦେଖିଦେଲି ଆଉ ବହୁତ ସାରା ଶାଢ଼ୀ ପସନ୍ଦ ବି କରିଦେଲି, ନେଇ ବି ଆସିଲି। ନେଇକି ଆସିଲା ପରେ ମୁଁ ବାହାରି ଯାଇଥିଲି ମାର୍କେଟ ବିଲ୍ଡିଂକୁ, କାହିଁକିନା ସେଠୁ ବି ମୋତେ କିଛି ଜିନିଷ କିଣିବାର ଥିଲା। ମୁଁ ଗଲାବେଳକୁ ମାର୍କେଟ ବିଲ୍ଡିଂରେ ଏତେ ଭିଡ଼ ଆଉ ସନ୍ଧ୍ୟାବେଳେ ଏତେ ବର୍ଷା ଆସିଯାଇଥିଲା, ତ ମୁଁ ମୋମୋ ଖାଇକି ବାହାରି ଯାଇଥିଲି ରୁମ୍କୁ ଆସିଲା ପରେ ଏଇଠି କେତେ ସାରା ଜିନିଷ ନେଇକି ଆସିଛି। ବାଟରୁ ଆସିଲା ବେଳେ ଟିକେ ପରିବା ବି ନେଇକି ପଳେଇ ଆସିଲି, କାହିଁକିନା କାଲି ପାଇଁ ମୋତେ ଲଞ୍ଚ ପ୍ରିପେୟାର କରିବାର ଅଛି। ତ ଆସିକି ଏଇଠି ମୁଁ ନର୍ମାଲ୍ ମାଛ ଝୋଳ ଆଉ ଭାତ ବନେଇଥିଲି, ମାଛ ବେସର। ଭାତ ମାଛ ଝୋଳ ଖାଇକି ମୁଁ ଚାଲି ଯାଇଥିଲି ଶୋଇବା ପାଇଁ। ଭିଡ଼ିଓଟି ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ।